ଆପଣଙ୍କ ପରିଚୟ? नमस्कार मु दिवाकर पुटेल ओडिशा छात्र संगठन राज्य उपसभापति मु बर्तमान अच्छी। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଦେଖାଯାଉଛି ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ଯେଉଁଭଳି ଭାବେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି, ୟାକୁ ବିକାଶ କରିବା ପାଇଁ ହେଲେ, ୟାକୁ ଭଲ କରିବା ପାଇଁ ହେଲେ, ମାନେ ସମସ୍ତ ପ୍ରକାର ସୁବିଧା ପାଇଁ କରିବାକୁ ହେଲେ କ'ଣ କ'ଣ କରିବା ପାଇଁ ପଡ଼ିବ ରାଜ୍ୟ ସରକାରଙ୍କୁ? ୟାପରେ ଆପଣଙ୍କ ମାନେ କ'ଣ ଚିନ୍ତା କରୁଛନ୍ତି ୟାପରେ? ଦେଖନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିକ୍ଷା ଏବଂ ସ୍ୱାସ୍ଥ୍ୟ। ଯଦି ଆମେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇପାରିବା ନାହିଁ ତାହେଲେ ଆଗାମୀ ପିଢ଼ି କିମ୍ବା ଆମେ ମାନେ ଠିକ୍ସେ ବଞ୍ଚିବାର ଆଶଙ୍କା ବହୁତ କମିଯିବ। ତେଣୁକରି ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ବହୁତ ନିହାତି ଦରକାର ଲୋକଙ୍କ ଆବଶ୍ୟକତା। ଶିକ୍ଷା ହିଁ ମୂଳମନ୍ତ୍ର ଜୀବନଯାପନ କରିବାରେ। ଯଦି ଶିକ୍ଷା ଯଦି ନଥିବ ତାହେଲେ ବର୍ତ୍ତମାନ କିଛି ହେଇପାରିବ ନାହିଁ। କିନ୍ତୁ ଯେଉଁ ବିକାଶ କଥା ଆପଣ କହୁଛନ୍ତି, ନିଶ୍ଚିତ ରୂପରେ ବିକାଶକୁ ଦେଖିବା ତାହେଲେ ଶିକ୍ଷା ଅବସ୍ଥାରେ ବର୍ତ୍ତମାନ ଓଡ଼ିଶା ବି ବହୁତ ପଛରେ ଅଛି। କାହିଁକି ନା ଶିକ୍ଷା ଆଜ୍ଞା ଗୋଟେ ଯେଉଁ ଆମର ଅଛି କ'ଣ କହନ୍ତି ନା, ଆମେ ଗ୍ରାସରୁଟ୍ ଲେଭେଲରେ ଗୋଟେ ପ୍ରାଇମେରୀ ଷ୍ଟେଜ୍ରୁ ଆମକୁ ଶିକ୍ଷା ଠିକ୍ସେ ମିଳିପାରୁନାହିଁ। ତେଣୁ ଆମେ ଶିକ୍ଷିତ ମାନେ ହେଇପାରୁନୁ, ୱେଲ୍ ଏଜୁକେଟେଡ଼ ଆମେ ହେଇପାରୁନୁ। ଯଦି ଆମେ ଗ୍ରାସରୁଟ୍ ଲେଭେଲରେ ଯଦି ପ୍ରାଇମେରୀ ଷ୍ଟେଜ୍ରେ ଆମକୁ ଶିକ୍ଷିତ କରାଯାଏ ତାହେଲେ ହୁଏତ ଆମ ଓଡ଼ିଶା ଡେଭଲପମେଣ୍ଟ ଏବଂ ଶିକ୍ଷିତରେ କିଛିଟା ଭଲ ଇଏ କରିପାରେ। କାରଣ ଆମେ ଯେଉଁ ଶିକ୍ଷା କଥା କହୁଛେ, ଆମକୁ ଠିକ୍ସେ ପ୍ରତ୍ୟେକ ସ୍କୁଲରେ ସଫିସିଏଣ୍ଟ ଟିଚର ନାହାନ୍ତି, ଯାହାଫଳରେ ଆମେ ଠିକ୍ସେ ପାଠ ପଢ଼ିପାରୁନାହୁଁ। ସଫିସିଏଣ୍ଟ ଲେକ୍ଚର ନାହାନ୍ତି, ଯାହାଫଳରେ ଆମକୁ ଠିକ୍ସେ ୱେଲ୍ ଏଜୁକେଟେଡ଼ ହାଇଲି ଏଜୁକେଟେଡ଼ ହେବା ପାଇଁ ଆମକୁ ଟିକେ ମାନେ ଠିକ୍ସେ ଇଏ କରିପାରୁନାହିଁ। ତେଣୁକରି ମୁଁ କହିବି, ଶିକ୍ଷାକୁ ଯଦି ବିକାଶ କରାଯାଏ ତାହେଲେ ପ୍ରଥମେ ପ୍ରାଇମେରୀ ଷ୍ଟେଜ୍କୁ ପରିବର୍ତ୍ତନ କରିବାକୁ ପଡ଼ିବ। ସବୁ ସ୍କୁଲ ଗୁଡ଼ାକରେ ଟିଚର ନିହାତି ଦେବାକୁ ପଡ଼ିବ। ଏବଂ ଯେଉଁ କହୁଛନ୍ତି ପ୍ରତ୍ୟେକ ବର୍ଷ ଆମକୁ ରୋଜଗାର ଦରକାର ଏବଂ ସେ ରୋଜଗାର ହେଉଛି ଶିକ୍ଷା। ଯେମିତିକି ସବୁ ବର୍ଷ UPSC ଯେଉଁ ବାହାରୁଛି ସବୁ ପ୍ରତ୍ୟେକ ବର୍ଷ, ସେମିତି ଟିଚର ମାନେ ବି ପ୍ରତ୍ୟେକ ବର୍ଷ ପାଇବା କଥା ଏବଂ ସବୁ ବର୍ଷ କରି ଟିଚର ମାନେ ପାଇବେ। ବର୍ତ୍ତମାନ ଆପଣ 2-4 ଦିନ ପୂର୍ବରୁ ସମସ୍ତ ଶିକ୍ଷକ ପ୍ରାଇମେରୀ ଟିଚର ମାନେ ଆସି ଆନ୍ଦୋଳନ କରୁଥିଲେ ଆପଣଙ୍କର ବିଧାନସଭା ଆଗରେ। ସେମାନେ କହୁଥିଲେ ଯେ ଆମକୁ ଯେଉଁ ହିସାବରେ ଆମେ ସରକାରଙ୍କ ପାଇଁ କାମ କରୁଛୁ, ଶିକ୍ଷା କ୍ଷେତ୍ରରେ କାମ କରୁଛୁ, ସେହି ହିସାବରେ ଆମକୁ ପାରିଶ୍ରମିକ ମିଳୁନାହିଁ। ଏହା ଉପରେ ଆପଣ କ'ଣ ଚିନ୍ତା କରୁଛନ୍ତି? ଦେଖନ୍ତୁ, ସେ ଇନକ୍ରିମେଣ୍ଟ କଥା ଯେଉଁ କଥା ଉଠାଉଛନ୍ତି ଶିକ୍ଷକମାନେ, ସେଇମାନଙ୍କୁ ମୁଁ ସ୍ୱାଗତ ଯୋଗ୍ୟ କହିବି। କିନ୍ତୁ ସମୟ ଅନୁପାତରେ ସେମାନେ ବର୍ତ୍ତମାନ ମାନେ 40ରୁ 50 ହଜାର ଟଙ୍କା ପାଉଛନ୍ତି। କିନ୍ତୁ ଯଦି ବିଧାୟକ ମାନେ ଯେଉଁ ଏବେ ରିସେଣ୍ଟଲି ହେଲା, ସେଇଟା ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଯଦି ବିଧାୟକ ମାନେ 3,40,00,000 ପାଇବେ ତ ଶିକ୍ଷକମାନେ ବି ପୁଣି ପାଇବା ହକଦାର ଅଛି। ଇନକ୍ରିମେଣ୍ଟର ଅର୍ଥ ସମୟ ଅନୁସାରେ ଇନକ୍ରିମେଣ୍ଟ ବୃଦ୍ଧି କରାଯିବା ଉଚିତ। ମୁଁ ତାହା ସ୍ୱାଗତ କରୁଛି, ତାହାକୁ ସମର୍ଥନ ଜଣାଉଛି। କିନ୍ତୁ ଖାଲି ଶିକ୍ଷକ କାହିଁକି ଇନକ୍ରିମେଣ୍ଟ ହେବ, କାହିଁକି ବିଧାୟକ ଇନକ୍ରିମେଣ୍ଟ ହେବ? ପାଚିକାକୁ ଦିଅନ୍ତୁ ଆପଣମାନେ, କୃଷକକୁ ଦିଅନ୍ତୁ ଆପଣମାନେ, ଇନକ୍ରିମେଣ୍ଟ କରନ୍ତୁ। ଚାଷୀକୁ ଦିଅନ୍ତୁ ଆପଣଙ୍କର ମାନେ, ରୋଜଗାର ଯାହା ପାଖରେ ନାହିଁ ରୋଜଗାରକୁ ଦିଅନ୍ତୁ। ଆଉ ସଫିସିଏଣ୍ଟ ଦିନ ମଜୁରିଆକୁ ତାଙ୍କ ପାଉଣା ତାଙ୍କୁ ବୃଦ୍ଧି କରାନ୍ତୁ। କିନ୍ତୁ ମୁଁ କହିବି ତାଙ୍କୁ ଯେଉଁ ଯଥାର୍ଥ ଇଏ ଅଛି, ଡିମାଣ୍ଡ ଅଛି, ମୁଁ ତାଙ୍କୁ ସମର୍ଥନ ଜଣାଉଛି। ରାଜ୍ୟରେ ବର୍ତ୍ତମାନ ଆମେ ଦେଖାଯାଉଛି, ପ୍ରାୟ ସମୟରେ ଆମେ ଦେଖୁଛନ୍ତି ଯେ ପ୍ରସୂତି ମାନେ ବାରଣ୍ଡାରେ ମାନେ ତାଙ୍କର ପିଲା ଜନ୍ମ କଲେ ଏବଂ ପ୍ରାୟ ସମୟରେ ମିଳୁନାହିଁ, ଲୋକମାନଙ୍କୁ ମେଡ଼ିସିନ ମିଳିପାରୁନାହିଁ। ପ୍ରାୟ ସମୟରେ ECG କରିବା ଠାରୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ଯେଉଁ ରହିଲା ମେଡ଼ିକାଲ ସୁବିଧା ପିଲାମାନଙ୍କୁ ମିଳିପାରୁନାହିଁ ଏବଂ ବୟସ୍କ ଲୋକମାନଙ୍କୁ ମିଳିପାରୁନାହିଁ। କ'ଣ ବା ଏହା ପଛରେ କାରଣ କ'ଣ ଏବଂ ଏହାକୁ ସୁଧାରିବାକୁ ହେଲେ ଏହାର ଆବଶ୍ୟକତା କ'ଣ ଅଛି? ସ୍ୱାସ୍ଥ୍ୟ ଅବସ୍ଥା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ରଖେ ଆମ ଦେହ ସୁସ୍ଥ ରଖିବା ପାଇଁ। କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ସେଇଟା ଅଭାବ ଦେଖାଯାଇଛି। ସେଇଟା ତ ନିହାତି ମୁଁ ସେଇଟାକୁ ସ୍ୱୀକାର କରୁଛି। ସେଥିପାଇଁ ଯଦି କିଛି ପରିବର୍ତ୍ତନ ଆଣିବାକୁ ହେଲେ ଯେଉଁ CSC କହନ୍ତି, ଯେଉଁ ଗ୍ରାସରୁଟ୍ ଲେଭେଲରେ ଆମକୁ ଯେଉଁ କହନ୍ତି ଗ୍ରାମାଞ୍ଚଳ ଯେଉଁ କହନ୍ତି, ସେ ଆମେ ତାଙ୍କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଦୁର୍ଭାଗ୍ୟର କଥା, ସେଥିପାଇଁ ପ୍ରଚୁର ପରିମାଣରେ ଡକ୍ଟର ଆପଏଣ୍ଟମେଣ୍ଟ କରିବାକୁ ପଡ଼ିବ। ଇକ୍ୟୁପମେଣ୍ଟସ୍ ଗୁଡ଼ାକ ଏଲଟ୍ କରିବାକୁ ପଡ଼ିବ, ବେଡ୍ ଗୁଡ଼ାକ ଏଲଟ୍ କରିବାକୁ ପଡ଼ିବ। କିନ୍ତୁ ସେଇଟା ନ ହେଇ ମୁଁ ମୋ ବ୍ୟକ୍ତିଗତ କଥା କହିବି, ମୁଁ ଯେଉଁପରେ ମାନେ ଗସ୍ତରେ ଯାଉଛି
ମୁଁ ସାଂଗଠନିକ କାମରେ ଯଦି ଯାଉଛି ମୁଁ ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ ମୁଁ ଦେଖିବାକୁ ପାଉଛି ଯେ କୋଠା ମାନେ ବଡ଼ ବଡ଼ କଲର ପୁରା ଚିକ୍ ଚିକ୍ କରୁଛି କିନ୍ତୁ ଡାକ୍ତର ନାହାନ୍ତି। କେମିତି ତାହେଲେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହେବ? ମୁଁ ମୁକେଶ ମହାଲିକ ଆଜ୍ଞାକୁ ପ୍ରଶ୍ନ ପଚାରୁଛି। କିନ୍ତୁ ମୁଁ ଯେଉଁ ମୋ ବ୍ୟକ୍ତିଗତ ହିସାବରେ ଆହୁରି କହିବି, ଯେଉଁ ଲୋକ ମନ୍ତ୍ରୀ ବିଧାୟକ ଅଛନ୍ତି ସେମାନେ ତାଙ୍କ ଠାରୁ ଆରମ୍ଭ କରିବା କଥା, ଯେହେତୁ ସ୍ୱାସ୍ଥ୍ୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇନପାରେ କାରଣ ସେମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି, ଗରିବଙ୍କ ପାଇଁ କିଛି କରୁନାହାନ୍ତି। ତ ଗରିବ ନିହାତି ସ୍ୱାସ୍ଥ୍ୟ ପାଇଁ ନିହାତି ତାଙ୍କର ଭୂମିକା ବହୁତ ରହିବା ଦରକାର। ଧନ୍ୟବାଦ ଆପଣଙ୍କ ମତାମତ ପାଇଁ। ନିଶ୍ଚିତ ଭାବେ ଆମେ ଆଶା କରିବା ଶିକ୍ଷା କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଲୋକମାନଙ୍କୁ କେମିତି ରୋଜଗାରକ୍ଷମ କରିହେବ ତା ପ୍ରତି ସରକାର ଯତ୍ନବାନ ହେବେ ଏବଂ ଆଗାମୀ ଦିନରେ କେମିତି ଲୋକମାନଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚିପାରିବେ ତା ପ୍ରତି ସରକାର ଚିନ୍ତା କରିବେ। ଧନ୍ୟବାଦ।